ଆମେ ଯୋଉ ବିଗତ 2 ଦିନ ଭିତରେ ଆମେ ଦେଖୁଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଦୁଇଥର ଅପିଲ କରି ସାରିଲେଣି ଦେଶବାସୀଙ୍କୁ ଯେ ଯୋଉଟା ବିଶେଷ କରି ଯୋଉ ଯୋଉ ଗୁଡ୍ସ ଗୁଡିକ ଆମେ ବିଦେଶରୁ ଆମଦାନୀ କରୁଥାଇ ସେଗୁଡିକର ଆମେ ଚାହିଦା କେମିତି ଟିକେ କମେଇବା। ଆମେ ବ୍ୟବହାର କମିଲେ ହିଁ ଟିକେ ଡିମାଣ୍ଡ କମିବ। ଡିମାଣ୍ଡ କମିଲେ ଆମର ଯୋଉ ବିଦେଶୀ ମୁଦ୍ରା ଆମେ ଦେଇକି ତାକୁ କିଣୁଛେ ତା ଉପରେ ଚାପ କମ ରହିବ ଏବଂ ତାର ଆଉ ଯାହା ଯାହା ବିଷମ ସ୍ଥିତି ଆର୍ଥିକ ସ୍ଥିତି ଉପରେ ଆସିବାର ସମ୍ଭାବନା ରହିଛି ତାକୁ ଆମେ ହୁଏତ କିଛି କାଂଶରେ ଏଡେଇ ଦେବା ପାଇଁ ସମର୍ଥ ହବା ଏବଂ ଏଇଟା ଗୋଟେ ବେଳ ହଉ ସାବଧାନ ର ଗୋଟେ ସ୍ଥିତି ଏବଂ ସେ ଦେଶବାସୀଙ୍କୁ ଏଥିପାଇଁ ଆହ୍ୱାନ ଦେଇଛନ୍ତି। ତାର ପ୍ରଥମ ପଦକ୍ଷେପ ସ୍ୱରୂପ ସୁନା କନଜମ୍ପସନ କୁ ନିରୁତ୍ସାହିତ କରିବା ପାଇଁ ସରକାର ଯୋଉଟା କଷ୍ଟମ ଡ୍ୟୁଟି ଥିଲା 6% ତାକୁ ସୁନା ଆଉ ରୂପା ଉପରେ 15% କୁ ବୃଦ୍ଧି କଲେ। ଆମେ 2024 ମସିହାରେ କଷ୍ଟମ ଡ୍ୟୁଟିକୁ ସରକାର କମେଇଥିଲେ, ଆଗରୁ ଥିଲା 15% କମେଇଥିଲେ ଏବଂ ପୁଣି ତାକୁ ସେ 15% ସ୍ତରକୁ ଆଣିଲେ ଏଇଥିପାଇଁ ଯେ କେମିତି ଚାହିଦା ଦର ବୃଦ୍ଧି ହେଲେ ଚାହିଦାରେ ଡିମାଣ୍ଡରେ ଟିକେ କମ ଆସିବ ବୋଲି ଆମେ ଭାବିବା। କିନ୍ତୁ ଆମେ ଦେଖିଲେ ଯେ ଗତ ବର୍ଷ ତୁଳନାରେ ଯଦିଓ ଆନ୍ତର୍ଜାତିକ ସ୍ତରରେ ସୁନା ଦର ବୃଦ୍ଧି ହେତୁ ଆମ ଦେଶରେ ବି ବଢିଥିଲା, ଯେତେବେଳେ ଆନ୍ତର୍ଜାତିକ ସ୍ତରରେ ସୁନା ରୂପାର ଦର ବଢିବ ଆମ ଦେଶରେ ବି ବଢିବ, କାରଣ ଆମର ସୁନା ଏଠି ଆମଦାନୀ ହଉନାହିଁ, ଆମ ଏଠି ସୁନା ପ୍ରଡକ୍ସନ ହଉନାହିଁ। ତେଣୁ ତାକୁ କମେଇବା ପାଇଁ କିନ୍ତୁ ଦେଖାଗଲା ଯେ ସୁନାର ଯୋଉ କ୍ୱାଣ୍ଟିଟି ଟର୍ମସରେ ସୁନାର ଆମଦାନୀ ଟିକେ କମିଥିବା ସତ୍ତ୍ୱେ 24% ଗତ ବର୍ଷ ତୁଳନାରେ ଆମେ ଅଧିକ ସୁନା ଉପରେ ସୁନା ଆମଦାନୀ କଲେ ପାଖାପାଖି $75 ବିଲିୟନ ଏବଂ ଏଇ କେବଳ 26 ଆର୍ଥିକ ବର୍ଷର ପ୍ରଥମ 3 ମାସରେ ପାଖାପାଖି $25 ବିଲିୟନ ସୁନା ଆମଦାନୀ କରାଗଲା। ତେଣୁ ଏଇଟା ନିଶ୍ଚିତ ଭାବରେ ଆମର ଯୋଉ ବିଦେଶୀ ମୁଦ୍ରା ଯୋଉଟା ପାଖାପାଖି $700 670 ବା $680 $670 ବିଲିୟନ ଯୋଉ ଆମ ପାଖରେ ଗଚ୍ଛିତ ଅଛି ବିଦେଶୀ ମୁଦ୍ରା ଦେଶ ପାଖରେ, ସେଗୁଡିକ ଯଦି ଡିପ୍ଲିଟ କରିଯାଏ ବା ଧୀରେ ଧୀରେ ଖର୍ଚ୍ଚ ହେଇଯାଏ, ଏଇ ସବୁ ଧରନ୍ତୁ ସୁନା ପାଇଁ, ସୁନା ଆମର ଦ୍ୱିତୀୟ ବୃହତ ଆମଦାନୀ ଆମେ କରୁଥାଇ। ତେଣୁ ସରକାର ସତର୍କ ଦୃଷ୍ଟି ରଖୁଛନ୍ତି ଯେ ସେଟାକୁ ନିରୁତ୍ସାହିତ କଲେ ଆମେ ଆଗାମୀ ଦିନରେ ଯଦିଓ ତେଲ ଦର ନିଶ୍ଚିତ ଭାବେ ବଢିବାର ସମ୍ଭାବନା ପ୍ରାୟ ଦେଖାଯାଉଛି, ଯଦି ଯୋଉ ମଧ୍ୟପ୍ରାଚ୍ୟରେ ଯୋଉ ଯୁଦ୍ଧ ଚାଲିଛି ଯଦି ସେଥିରେ ଜଲ୍ଦି ସେଟା ବନ୍ଦ ନ ହୁଏ, ତେଣୁ ଆମ ପାଖରେ ଆରମ୍ଭରୁ କୁହାଯାଉଥିଲା ଯେ 2-3 ମାସ ପର୍ଯ୍ୟନ୍ତ ଆକୁ ବାଲାନ୍ସ କରିବା ପାଇଁ ଦେଶର ସ୍ଥିତିକୁ ଆମ ପାଖରେ ସଫିସିଏଣ୍ଟ ତେଲ ଅବଶ୍ୟ ମହଜୁଦ ଥିଲା। ଏବେ ତ ଯୁଦ୍ଧ 2-3 ମାସ ବି ଗଡ଼ିଲାଣି, ତ କୋଉଠି ନା କୋଉଠି ଆଗକୁ ଆମେ ଏ ସ୍ଥିତିକୁ ଫେସ୍ କରିବାକୁ ଯାଉଛେ। ତେଲ ଦର ବି ବଢିପାରେ, ସୁନା ଦର ତ ଧୀରେ ଧୀରେ ବୃଦ୍ଧି ପାଉଛି। ଦେଖନ୍ତୁ ଆମର ଯୋଉ ତେଲ ପ୍ରଡକ୍ସନ ବି ପାଖାପାଖି $10 ବିଲିୟନ ବ୍ୟାରେଲ ଆମ ପ୍ରଡକ୍ସନ କମିଛି। ତେଣୁ ଯଦିଓ ଯୁଦ୍ଧ ବନ୍ଦ ବି ହେଇଯାଏ ତାହେଲେ ବି ପାଖାପାଖି 6 ମାସରୁ ବର୍ଷେ ଲାଗିବ ପୂର୍ବ କ୍ୱାଣ୍ଟିଟି, ମାନେ ଆମେ ଯେତେ ଟଙ୍କା ଦେଲେ ବି ମାନେ ଆମ ଡିମାଣ୍ଡକୁ ମିଟ୍ କରିବା ପାଇଁ ସପ୍ଲାଇ ମଧ୍ୟ ହେବା ଦରକାର। ତେଣୁ ଯୋଉଭଳି ଭାବରେ କଞ୍ଚା ତେଲର ପ୍ରଡକ୍ସନ, କ୍ରୁଡ ଅଏଲର ପ୍ରଡକ୍ସନ ରେ କମି ଆସିଛି, ଯୋଉଟା ବ୍ୟାଘାତ ଘଟିଛି, ସେଇ ସ୍ତରକୁ ଆସିବା ପାଇଁ ବି ସମୟ ଲାଗିବ। ଆଉ ଆମର ଯୋଉ ବିକଳ୍ପ କ୍ରୁଡ ଅଏଲର ଉତ୍ସ ଯୋଉଟା, ସେଠୁ ଆମକୁ ଯୋଉ ଜାହାଜରେ ପରିବହନ ସମୟ ଏବଂ ପରିବହନ ଖର୍ଚ୍ଚ ବହୁତ ଅଧିକ ପଡିବ। ତେଣୁ ଆମକୁ ଗୋଟେ ପାଖାପାଖି $100 ପର ବ୍ୟାରେଲ ର ଗୋଟେ ଚିତ୍ର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଦେଖାଯାଉଛି ଗୋଟେ ବର୍ଷ ପାଇଁ, ଯୋଉଥିପାଇଁ ନିଶ୍ଚିତ ଭାବରେ ଆମକୁ ଏବେଠୁ ସତର୍କ ରହିବାକୁ ପଡିବ ଏବଂ ଯଦି ସେ ଦର ଆହୁରି ବଢିଲା ତାହେଲେ ହୁଏତ ଆଗକୁ ଆହୁରି କଟକଣାର ସମ୍ଭାବନା ମଧ୍ୟ ଦେଖାଯାଉଛି। ସରକାର ନିଶ୍ଚିତ ଭାବରେ ପଦକ୍ଷେପ ନେବେ ଏବଂ ଜନସାଧାରଣ ହିସାବରେ ଆମର ମଧ୍ୟ କର୍ତ୍ତବ୍ୟ ଯେ ଆମେ ସରକାରଙ୍କୁ ସହଯୋଗ ଏଥିରେ କରିବା, ଯେମିତି ବଢିବା ପରେ ଖାସ କରି ଆମ ଭାରତୀୟ ଲୋକମାନଙ୍କର ଯାହା କଲଚର ଅଛି, କଣ ଏଥିରେ କିଛି ପରିବର୍ତ୍ତନ ହବ କି ଆପଣଙ୍କୁ ଲାଗୁଛି? ବା ସୁନାର ବ୍ୟବହାର ଲୋକେ କମେଇଦେବେ କି? ବିବାହ ହେଲା, ବ୍ରତ ହେଲା, ଜାନିଜାତ ଯାହା ବି ହେଲା, ସେ ସବୁରେ ସୁନାର ଆବଶ୍ୟକତା ଥାଏ ଏବଂ ଲୋକେ ଗୋଟେ ସେଭିଂସର ବଡ ବିକଳ୍ପ ଭାବରେ ସୁନାକୁ ବ୍ୟବହାର କରନ୍ତି। ଦେଖନ୍ତୁ ଏଇଟା ନିଶ୍ଚିତ ଭାବରେ ଆମକୁ ମାନସିକତାରେ ଟିକେ ପରିବର୍ତ୍ତନ ଆମକୁ କରିବାକୁ ପଡିବ। ଆମ ପାଖରେ ଯେହେତୁ ଆମେ ସବୁବେଳେ ଯୋଉ ମାନସିକତାରେ ରହୁଛନ୍ତି ସେଇ ମାନସିକତାରେ ସବୁବେଳେ ରହିବା, ତାର ସେଇଟା ମଧ୍ୟ ଉଚିତ ନୁହେଁ। ଆମକୁ ଗୋଟିଏ ଯେତେବେଳେ ସିଚୁଏସନରେ ପରିବର୍ତ୍ତନ ହଉଛି, ଆମକୁ ମଧ୍ୟ ସେତେବେଳେ ଆମ ମାଇଣ୍ଡ ସେଟ୍ ଯୋଉଟା, ସେଥିରେ ମଧ୍ୟ ଟିକେ ପରିବର୍ତ୍ତନ କରିବାକୁ ପଡିବ। ଆମର ଯୋଉ ବିଶେଷ କରି ଆମର ଯୋଉ ମହିଳା ମାନେ, ସେମାନେ ମଧ୍ୟ ସେମାନେ ମଧ୍ୟ ଟିକେ ତାଙ୍କ ମନସ୍ତତ୍ୱରେ ଟିକେ ପରିବର୍ତ୍ତନ କରନ୍ତୁ ବୋଲି ଆମେ ନିଶ୍ଚୟ ଅନୁରୋଧ କରିବା ବା ଆଶା କରିବା। ଏବଂ ଆଗାମୀ ଦିନରେ ଗୋଟେ ତ ପ୍ରାଇସ୍ ସକ୍, ଯେ ପ୍ରାଇସ୍ ବହୁତ ଜୋରରେ ଯୋଉ ବଢିଛି, ଆଗାମୀ ଦିନରେ ଯୋଉ ଆମର ଯାହା ଲୋକଙ୍କର ମଧ୍ୟ ମୁଣ୍ଡ ପିଛା ଆୟ ଯାହା ଏବଂ ଆର୍ଥିକ ସ୍ଥିତି ଯାହା, ସେମାନେ ବି ସୁନା କିଣିବାକୁ ତାଙ୍କ ଆର୍ଥିକ ସ୍ଥିତି ରହିବ,
ମାନେ ଅଧିକ କ୍ୱାଣ୍ଟିଟିରେ ସେଇଟା ମଧ୍ୟ ନିଶ୍ଚୟ ତା ଉପରେ ଗୋଟେ ପ୍ରଶ୍ନବାଚୀ ରହୁଛି। କିନ୍ତୁ ଯଦିଓ ପଇସା ଥିଲେ ମଧ୍ୟ ସେଥିରୁ ମନସ୍ତାତ୍ତ୍ୱିକ ସ୍ତରରେ ବା ଆମେ ନିଜେ ଇଚ୍ଛା କରିକିରି କେମିତି ସୁନା ଗହଣା କିଣିବା ନାହିଁ ଏବଂ ସୁନା ଗହଣାକୁ ଅନ୍ତତଃ ଗୋଟିଏ ବର୍ଷ ପ୍ରଧାନମନ୍ତ୍ରୀ ଯୋଉ କହିଛନ୍ତି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଆମେ ନିଜକୁ ଯଦି ଟିକେ ସେଥିରୁ କ୍ଷାନ୍ତ ରଖିପାରିବା, ଆମ ପ୍ରବୃତ୍ତିରେ ଆମେ ଯଦି ଟିକେ ଚେଞ୍ଜ କରିବା, ତାହେଲେ ନିଶ୍ଚୟ ଏଇଟା ଗୋଟେ ସମୟ ଆବଶ୍ୟକ। 22 କ୍ୟାରେଟ ପରିବର୍ତ୍ତେ 18 କ୍ୟାରେଟ କୁ ବିକଳ୍ପ ଭାବରେ ଲୋକେ ବାଛିବେ ନିଶ୍ଚୟ, ଆହୁରି 18 କ୍ୟାରେଟ 16 କ୍ୟାରେଟ ଏବଂ ନିଶ୍ଚୟ ଯୋଉଭଳି ଭାବେ ପ୍ରାଇସ୍ ବଢୁଛି ଏବଂ ଯୁବ ସମାଜ ଯୋଉମାନେ ନୂଆ ପିଢି ଜେନ୍ ଜି ଯୋଉମାନେ ସେମାନେ ମଧ୍ୟ ଏବେ ଟିକେ କମ କ୍ୟାରେଟର ସୁନା ପ୍ରତି ସେମାନେ ଆଗ୍ରହୀ ହଉଛନ୍ତି ଏବଂ ଏଇଟା ମଧ୍ୟ ଗୋଟେ ଭଲ ଲକ୍ଷଣ। ତେଣୁ ସୁନା ପ୍ରତି ଆଗ୍ରହ କମିବାଟା ମଧ୍ୟ ଗୋଟିଏ ଭଲ ସୂଚନା ଆଗାମୀ ଦିନରେ ଆଣିବ ଏବଂ ଦେଶର ଆବଶ୍ୟକତା ଏବଂ ଏବେ ଯୋଉ ସ୍ଥିତି, ଏଇ ସ୍ଥିତିରେ ଅନ୍ତତଃ ଗୋଟିଏ ବର୍ଷ ପାଇଁ ଅନ୍ତତଃ ଏଥିରୁ ଆମେ ନିବୃତ୍ତି ରହିବା, ଏଇଟା ଯୋଉ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ ଦେଇଛନ୍ତି, ସେ ନିଶ୍ଚିତ ଭାବରେ ଦେଶର ପ୍ରମୁଖ ନେତା ହିସାବରେ ସିଏ ଯୋଉ ସ୍ଥିତିକୁ ଦେଖିପାରୁଛନ୍ତି, ହୁଏତ ସିଏ ସବୁ କଥା ଆମକୁ କହିବାକୁ ନ ଚାହୁଁଥାଇ ପାରନ୍ତି, କିନ୍ତୁ ଆମକୁ ଯୋଉଟା ଅନ୍ତତଃ କୁହାଯାଉଛି ଆମେ ନିଶ୍ଚିତ ଭାବରେ ସେ ଆହ୍ୱାନକୁ ଗ୍ରହଣ କରିବା ଉଚିତ। ଓକେ, ପାଖାପାଖି ମାସକୁ କେତେ ସୁନା ଭାରତକୁ ଆସେ, इंपोर्ट करा जाए, मोट उपर हम भारतवासी व्यवहार आवश्यकता केते एवं एबे डिमांड एंड सप्लाई चेन केमती कोन प्रभावित होईची ना नहीं? देखो गत वर्ष आम पाखापाखि $74 बिलियन बा यदि 100 टंका तो 95 टंका अच्छी डॉलर तुलन में मुद्रा माने भारतीय मुद्रार मूल्य पाखापाखि 7 लाख कोटी पाखापाखि सुना गत वर्ष आमदानी होता। तो जदि आमे जो सुनाटा आमदानी करते आमको डॉलर पेमेंट करा पड़ुछि, कारण आम देश में सुना प्रोडक्शन हो ना। तेणु सुना जो आम आमदानी करें स्विट्जरलैंड रु दुबई रु सब आम प्रमुख सोर्स पाखापाखि 40% आम स्विट्जरलैंड आणुचंदी दुबई रु आणुचंदी अन्य विभिन्न सोर्स में आणुचंदी। तो आम जो सुना आमदानी करुचंदी आमे भारतीय मुद्रा पेमेंट कले भी धरतु जड़े खाउटी कहिबे जे मो निज पैसा रे सुना किणुछि सरकार कौन सुविधा अछि। एठी हम मन रखा पड़ो जे जदिओ जदि मो निज टंकार जाकि सुना किणे मु भारतीय मुद्रा पेमेंट करे ताकू मते जो सुना बिकिबे जो सुना दोकानी गहना दोकानी सुना बिकिबे से माने जेतेबेले सुना किनिबे सेतेबेले आम देश विदेशी मुद्रा पेमेंट करिया पड़ो, से इंपोर्ट करेंगे एवं से जो इंपोर्ट करेंगे आमदानी करेंगे आमदानी मूल्य बाबद को आमको विदेशी मुद्रा जोटा कि डॉलर रे आमको प्राय पेमेंट करिया पड़ो। जो आम डॉलर रे पेमेंट करूछंती सेतेबेले आम पाखरे थिबार जो भंडार अछि देश पाखरे जो अन्य अत्यावश्यक द्रव्य किनिबा पई डॉलर जो मौजूद रही यथा जेमती आपण टिके आगु कहतले आमे जो क्रूड ऑयल इंपोर्ट करूछंती, आमे रासायनिक सार इंपोर्ट करूछंती, आमे खाइबा तेल इंपोर्ट करूछंती। आपण देखंतु आमे पाखापाखि 180,000 कोटी टंका हाईएस्ट इंपोर्ट आमे कहबा भारतवासी आवश्यकता जे देखिबा ताल क्रूड ऑयल एवं एहा परे द्वितीय सुना अछि एवं तापरे हमर सार जोटा रासायनिक सार जोटा फर्टिलाइजर आमे फर्टिलाइजर इंपोर्ट करूछंती, आमे खाइबा तेल जोटा आमे एडिबल ऑयल ताकू भी इंपोर्ट करूछंती। जोटा प्रधानमंत्री कहछंती जदि हमें 10% आमे जदि एडिबल ऑयल आमे खाइबा कमेइबा ताले पाखापाखि 20,000 कोटी टंकार आम पाखे वैदेशिक मुद्रा आम पाखे संचय हो। स्वास्थ्य उपर तो भल प्रभाव पड़िबो किंतु आम वैदेशिक मुद्रा उपर चाप कमिबो एवं जो जदि आमे धरंतु सुना इंपोर्ट कले आम पाखे टंका कोटा सरीजिबो बा आम पाखे विदेशी मुद्रा भंडार ह्रास घटिबो ताले आमे आउ जहा अत्यावश्यक द्रव्य धरंतु फर्टिलाइजर आमे इंपोर्ट करि परिबानी, आमे खाइबा तेल इंपोर्ट करि परिबानी, आमे गुडे जीवन रक्षाकारी औषध इंपोर्ट करि परिबानी, आमे केतबे मेशिनरी इंपोर्ट रिजर्व ऊपर जो चाप पडुछि चाप टिके कमाइबा पई कोटना गुडी सरकार चिंतित अछंती एवं सेहित पई बहुत देशवासी के आह्वान मध्य करा जायछि। देशवासी मध्य ए कठिन स्थिति भितरे सहयोग करिवार निहाते आवश्यकता रहुछि। बहुत बहुत धन्यवाद आपनका समय एवं आलोचना पई चित्तरंजन बेहरा अर्थनीति विशेषज्ञ आम सहित जोड़ी थे और अधिक आलोचना भी आलोचना करने सूचना आम सहित पवन तिवारी राउरकेला ब्यूरो चीफ जोड़ी होती कहीं सुना दर जेहेतु 15% बर्तमान इंपोर्ट टैक्स वृद्धि पाई वृद्धि पाइबा परे तार प्रभाव पड़ी सुना दर उपरे पाखापाखि 12-13,000 टंका 22 कैरेट सुना दर बढ़ी मात्र 4.9% रु आरंभ हो जाउछि गढ़ा मजूरी। आज्ञा हां, सिटी ज्वेलर्स आनी देछि गढ़ा मजूरी रो मूल्य मात्र 4.9%। ता सहित सुना दर उपरे 2,000 टंकार संपूर्ण छाड़। आज ही आसंतु सिटी ज्वेलर्स राजमहल स्क्वायर भुवनेश्वर। सर्तबड़ी